Jungle. Audio Jungle. କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି କଟକ ଡିସିପି ଋଷିକେଶ ଡି ଖିଲାରୀ। ଫେରାର ଥିବା ଚନ୍ଦ୍ରିକାଙ୍କ ଓଏସ୍ ପ୍ରେମିକକୁ ଖୋଜିବା ପାଇଁ ପୋଲିସ ଉଦ୍ୟମ କରୁଛି। ତେବେ ଏହା ମଧ୍ୟରେ ତଦନ୍ତକାରୀ ଟିମ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେ କହିଛନ୍ତି ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜା ଚାଲିଛି। ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି। ଘଟଣା ଦିନ ଚନ୍ଦ୍ରିକା ଓଲା ଗାଡ଼ି ଭଡ଼ା କରି ତ୍ରିଶୂଳିଆ ଯାଏଁ ଆସିଥିଲେ। ତ୍ରିଶୂଳିଆ ବଜାରରେ ଲାଗିଥିବା ବିଭିନ୍ନ ସିସିଟିଭି ଯାଞ୍ଚରୁ ସୁରାକ ଖୋଜି ପାଇଛି ପୋଲିସ। ଘଟଣା ସହିତ କେଉଁମାନେ ପରୋକ୍ଷରେ ସମ୍ପୃକ୍ତ ତାର ଯାଞ୍ଚ ଚାଲିଛି। ଚନ୍ଦ୍ରିକାଙ୍କ ମୋବାଇଲ ଯାଞ୍ଚ ଚାଲିଛି। ଏସ୍ଏମ୍ଏସ୍ ଏବଂ ଚାଟିଂରୁ କିଛି ପ୍ରମାଣ ମିଳିବାର ଆଶା କରାଯାଉଛି ବୋଲି କହିଛନ୍ତି କଟକ ଡିସିପି। ଅନ୍ୟପଟେ ଭୁବନେଶ୍ୱରରେ ରହୁଥିବା ମାମୁ ପୁଅ ଭଗବାନ ହାଁସଦା ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଭଉଣୀ ଚନ୍ଦ୍ରିକା ସବୁବେଳେ ହସ ଖୁସିରେ ରହୁଥିଲେ। ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କ ଭାଇଙ୍କ ସହିତ 4 ତାରିଖରେ ମୁଭି ଦେଖିବାକୁ ଯିବେ ବୋଲି ପ୍ଲାନ୍ କରିଥିଲେ। ଏହା ସହିତ ଚନ୍ଦ୍ରିକା ମୁହଁ ଶୁଖାଇ ବସିଥିବା ବେଳେ ଭାଇ କାରଣ ପଚାରିଥିଲେ। ଚନ୍ଦ୍ରିକା କହିଥିଲେ ଜୀବନରେ କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ। କେବଳ ସେତିକି ନୁହେଁ, ନିଜ ବାହାଘରକୁ ନେଇ ବେଶ୍ ଖୁସି ରହିବା ସହିତ କିଭଳି ବାହାଘର ହେବ ସେ ନେଇ ମଧ୍ୟ ତାଙ୍କ ମାମୁ ପୁଅଙ୍କ ସହିତ ଆଲୋଚନା କରୁଥିଲେ। ଏପରିକି ଅନେକ ଥର ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱରରେ ବୁଲିବାକୁ ଯାଇଥିବା କଥା କହିଛନ୍ତି ତାଙ୍କ ମାମୁ ପୁଅ। ଏହା ସହିତ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଭାଇ। କହିଛନ୍ତି ତାଙ୍କ ଭଉଣୀକୁ ମାରି ସେଠାରେ ଫୋପାଡ଼ି ଦିଆଯାଇଛି।